ଯିଏ ହାତ ଧରି ବାଟ ଚାଲିବା ଶିଖାଇଥିଲେ, ଯିଏ 5 ଜଣରେ ଜଣେ ହେବାକୁ ମନ୍ତ୍ର ଦେଇଥିଲେ, ଆଜି ସେ ଅବସର ନେଉଛନ୍ତି। ସେଥିପାଇଁ ତ ଏତେ ଆୟୋଜନ, ଏବେ ବଡ଼ ସେଲିବ୍ରେସନ୍। ହଁ ଦର୍ଶକ ବନ୍ଧୁ, ଗୁରୁଙ୍କୁ ନମଣିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ଯାଜପୁର ଜିଲ୍ଲା ଖଇରାବାଦ ଗ୍ରାମରେ ଥିବା ଖଇରାବାଦ ମାଇନର ସ୍କୁଲର ପ୍ରିୟ ଶିକ୍ଷକ ମଧୁସୂଦନ ଓଝାଙ୍କ ଅବସରକୁ ନେଇ ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ରାଉତ, ଖଇରାବାଦ ମାଇନର ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ଓ ଗ୍ରାମର ଉଦୀୟମାନ ଯୁବକ ରମେଶ ଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ପଣ୍ଡା, ଅମୂଲ୍ୟ ପାଣି ଓ ଗ୍ରାମର ମୁରଲୀ ତୁଲ୍ୟ ବୟୋଜ୍ୟେଷ୍ଠମାନଙ୍କ ପ୍ରଚେଷ୍ଟା ମାଧ୍ୟମରେ ମହା ଆଡ଼ମ୍ବରରେ ଅବସର ନେଇଥିବା ମଧୁସୂଦନ ଓଝାଙ୍କୁ ଫେରୱେଲ୍ ଦେବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଖଇରାବାଦ ପ୍ରାଥମିକ ବିଦ୍ୟାଳୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆମର ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଯେଉଁ ବିରାଟ ଆୟୋଜନ କରାଯାଇଛି, ସେଥିରେ ମୁଁ ଆତ୍ମବିଭୋର। ଏଭଳି ସମ୍ବର୍ଦ୍ଧନା ମୋତେ ଗ୍ରାମବାସୀ ଦେବେ, ମୋର ପୁରାତନ ଛାତ୍ରଛାତ୍ରୀ ଦେବେ, ଏକଥା ମୁଁ କେବେ ସ୍ୱପ୍ନରେ ଭାବିନଥିଲି। ଆଉ ଯେଉଁଥିପାଇଁ ଆଜି ମୋ ନିଜକୁ, ମୋ ଶିକ୍ଷକ ଜୀବନକୁ ଅତି ଧନ୍ୟ ମନେ କରୁଛି। ମୁଁ ଆଜି ଅନୁଭବ କରୁଛି ମୋ ଶିକ୍ଷକ ଜୀବନ ପ୍ରକୃତରେ ସାର୍ଥକ ହେଇଛି। ସହିତ ସୁସମ୍ପର୍କ ଥିଲା ମୋର ପ୍ରିୟ ରମେଶ ସାର୍, ତାଙ୍କର କଥା ମାନିକି ମୁଁ କେବେ ତାଙ୍କ ଅମାନ୍ୟ କରିନି। ତାପରେ ବାତା ଦିଦି, ପାଚି ସାର୍, ଏମାନେ ମୋର ବଡ଼ ଭାଇ। ତାଙ୍କୁ ଅନୁପ୍ରାଣିତ ହେଇକି ମୁଁ ଅନୁଷ୍ଠାନଟିକୁ ଏକୁଟିଆ ଗୋଟିଏ ଶିକ୍ଷକ 2ଟି ଶ୍ରେଣୀକୁ 6 ବର୍ଷ କାଳ ସୁଚାରୁ ରୂପେ ପରିଚାଳନା ମଧ୍ୟ କରିଛି। ଦେଖନ୍ତୁ, ଚାକିରି କଲେ ସରକାରଙ୍କର ନୀତି ନିୟମ ଅନୁସାରେ ଜଣେ ଚାକିରି କଲେ ଅବସର ନେବା ପାଇଁ ହୁଏ, ଏବଂ ଯେତେ ଲୋକ ଅବସର ନେଉଛନ୍ତି ସମସ୍ତଙ୍କ ଭାଗ୍ୟରେ ଏମିତି ଅବସର ମଧ୍ୟ ଜୁଟେ ନାହିଁ। ଏ ଗୋଟେ ମହାର୍ଘ ଅବସର। ପ୍ରକୃତରେ ଯେଉଁ ଶିକ୍ଷକ ବା ଯେଉଁ କର୍ମଚାରୀ ବି ନିଷ୍ଠାର ସହ ତା ଅନୁଷ୍ଠାନର ତା ଘରର ଯତ୍ନ ନେଇଥାଏ, ତା ଦାୟିତ୍ୱକୁ ସୁଚାରୁ ରୂପରେ ନିର୍ବାହ କରିଥାନ୍ତି, ସେଇମାନଙ୍କୁ ଏଇଭଳି ଗୋଟେ ମହାର୍ଘ ଅବସର ଜୁଟେ। ଏଠି ଯେଉଁ ଖଇରାବାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଯିଏ ହେଉଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧୁସୂଦନ ଓଝା, ନିଶ୍ଚିତ ଭାବରେ ଜଣେ ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ, ସମାନବର୍ତ୍ତତାର ସହ 32 ବର୍ଷ ପାଖାପାଖି 32 ବର୍ଷ କାଳ ଶିକ୍ଷାଦାନ କରିଛନ୍ତି। ସମାଜକୁ ବହୁ ଯୋଗ୍ୟ ମଣିଷ ମଧ୍ୟ ତିଆରି କରିକି ସେ ଯୋଗାଇବାରେ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଛନ୍ତି। ତାଙ୍କ ହାତଗଢ଼ା ପିଲାମାନେ କିଏ ଡାକ୍ତର ଭାବରେ, କିଏ ଶିକ୍ଷକ ଭାବରେ, କିଏ ଓକିଲ ଭାବରେ, କିଏ ସାମ୍ବାଦିକ ଭାବରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିକି ସୁନାମ ଅର୍ଜନ କରୁଛନ୍ତି। ଆଜି ଗ୍ରାମବାସୀ, ପୁରାତନ ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା କମିଟି ଏବଂ ସ୍କୁଲ ତରଫରୁ ତାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ଏଭଳି ଗୋଟିଏ ମହାର୍ଘ ଅବସରର ବ୍ୟବସ୍ଥା କରିଛନ୍ତି। ମୁଁ ସେ ଆୟୋଜକ ବନ୍ଧୁମାନଙ୍କୁ ସମସ୍ତଙ୍କୁ ସାଧୁବାଦ ଦେଉଛି, ଧନ୍ୟବାଦ ଦେଉଛି ଏବଂ ଏ ଅନୁଷ୍ଠାନ ଖଇରାବାଦ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରୁଛି। ଏହାର ସମସ୍ତଙ୍କୁ ସହଯୋଗ ଦେବାର ମଧ୍ୟ ସମସ୍ତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଜେପିର ବରିଷ୍ଠ ନେତା ଗୌତମ ରାୟ, ସଭାପତିତ୍ୱ କରିଥିଲେ ପ୍ରଦୀପ ସାହୁ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଟୁକୁ ରାୟ। ଏହା ବ୍ୟତୀତ ଯାଜପୁର ବିଇଓ ଦେବୀଲାଲ ମଲ୍ଲିକ, ଏବିଇଓ ନିର୍ମଳ ଚନ୍ଦ୍ର ଜେନା, ବିରଞ୍ଚି ନାରାୟଣ ରାଉତ, ସୁରେଶ ମିଶ୍ର, ବାସୁଦେବ ସାହୁ, ରମେଶ ଚନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ନିମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚ ଉପରକୁ ଆହ୍ୱାନ କରାଯିବା ପରେ ମା ବିରଜାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା। ଲକ୍ଷ୍ମୀଧର ଓଝା ଅତିଥି ପରିଚୟ ପ୍ରଦାନ କରିଥିଲେ। ତାପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ବ୍ୟାଚ୍ ପ୍ରଦାନ କରାଯାଇଥିଲା। ପରେ ପରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ଅଭିଭାଷଣ ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଦ୍ୱାରା ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଅବସର ଶିକ୍ଷକଙ୍କ ଅଭିଭାଷଣ ପରେ ତାଙ୍କୁ ଉପହାର ପ୍ରଦାନ କରାଯାଇଥିବା ସହ
ମାନପତ୍ର ପଠନ କରାଯାଇଥିଲା। ବିଦାୟ ସଙ୍ଗୀତ ଗାନ କରାଯିବା ପରେ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା। ଯାଜପୁରରୁ ଅଗ୍ନିବେଶ ଭାସ୍କରଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ନାଓ।